ମୁଁ ଆଜି ପ୍ରସ୍ତୁତ କରୁଛି ପନିର ଟିକା ପିଜ୍ଜା ବା ଡୋମିନୋ ଷ୍ଟାଇଲ୍ର ପିଜ୍ଜା। ହ୍ୟାଲୋ ଫ୍ରେଣ୍ଡସ୍, ଏଠି ଛୋଟ ଛୁଆଙ୍କୁ ଟିଫିନ୍ ପାଇଁ ସ୍ନାକ୍ସରେ ଖାଇବା ପାଇଁ ଏ ବହୁତ ଟେଷ୍ଟି। ମୁଁ ଏଠି ବ୍ରେଡ଼୍, ପନିର, କ୍ୟାପ୍ସିକମ୍, ପିଆଜ, ବିଲାତି ସବୁ ନେଇଛି। ନେଇକି ପନିରକୁ ମୁଁ ଛୋଟ ଛୋଟ କ୍ୟୁବ୍ସ ଆକାରରେ ଦେଖନ୍ତୁ କେମିତି କାଟିଛି। ଛୋଟ ଛୋଟ କ୍ୟୁବ୍ସ ଆକାରରେ ଏଠି ମୁଁ ପନିରକୁ କାଟିଛି। ପିଆଜକୁ ବି ସେଇ ଟାଇପ୍ର ଚାରିକୋଣିଆ ଟାଇପ୍ର ସ୍କୋୟାର ସାଇଜ୍ର ମୁଁ ଏଠି ଛୋଟ ଛୋଟ କାଟିକି ନେଇଛି। କ୍ୟାପ୍ସିକମ୍ ଆଉ ବିଲାତିକୁ ବି ସେଇ ଟାଇପ୍ର ସବୁ କାଟିଛି ଛୋଟ ଛୋଟ କରିକି। ମୁଁ ଯେହେତୁ ଏଠି ବ୍ରେଡ଼ରେ ମୁଁ ଏଠି ପିଜ୍ଜା ବନାଉଛି ଛୋଟ ଛୁଆଙ୍କୁ ଖାଇବା ପାଇଁ ବହୁତ ଟେଷ୍ଟି। ଆଉ ସବୁବେଳେ ତ ବାହାରୁ ପିଜ୍ଜା ଦେଇ ହେବନି, ମୁଁ ଏମିତି ଘରେ ବି ଆପଣ ଘରେ ପ୍ରସ୍ତୁତ କରି ଦେଇପାରିବେ। ମୁଁ ଏଠି ଦହି 2 ଚାମଚ ନେଇଛି, ଯେହେତୁ ମୁଁ 2 ଜଣଙ୍କ ପାଇଁ କରିଛି। ମୁଁ ଏଠି ରସୁଣ ଅଦା ପେଷ୍ଟ 2 ଚାମଚ, ହଳଦୀ ନେଇଛି, କାଶ୍ମୀର ଲଙ୍କାଗୁଣ୍ଡ 1/2 ଚାମଚ, ଗରମ ମସଲା 1/2 ଚାମଚ, ଆଉ ଭଜା ଜିରା ଗୁଣ୍ଡ 1/2 ଚାମଚ, ଆଉ ଲୁଣ ସ୍ୱାଦ ଅନୁସାରେ। ମୁଁ ଏଠି ସୋରିଷ ତେଲ 1 ଚାମଚ ନେଇଛି। ନେଇକି ସବୁଗୁଡ଼ାକୁ ଗୋଳେଇ ଦେଇଛି। ଦହି ସାଙ୍ଗରେ ସବୁକୁ ମୁଁ ମସଲାକୁ ଫେଣ୍ଟି ଦେଇଛି। ମୁଁ ଏଠି ଯେଉଁ ପନିରକୁ ରଖିଥିଲି ସେ ପନିରକୁ ମୁଁ ଏଠି ଛୋଟ ଛୋଟ ଯେଉଁ କାଟିଥିଲି ତାକୁ ମୁଁ ପକାଇଛି। ଯଦି ପନିର ଟାଣ ହେଇଥିବ ତାକୁ ଟିକେ ଉଷୁମ ପାଣିରେ 15 ମିନିଟ୍ ରଖିକି ତାକୁ ଛାଙ୍କିକି ପକାଇବେ। ଆଉ ଏଠି ପିଆଜ, କ୍ୟାପ୍ସିକମ୍, ବିଲାତି ସବୁ କାଟିକି ଯେଉଁ ରଖିଥିଲି ତାକୁ ସବୁ ମୁଁ ଏଠି ପକାଇଛି। ସବୁଗୁଡ଼ାକୁ ମିଶାଇ ଦେଇଛି। ଯେହେତୁ ଏଠି ମୁଁ ଯେଉଁ ଦହି ଯେଉଁ ଗୋଳେଇଥିଲି ସେ ଦହି ସାଙ୍ଗରେ ମୁଁ ଭଲ ଭାବରେ ଗୋଳେଇ ଦେଲି। ଯେହେତୁ ଆମେ ଏଠି ତାକୁ ଅଧଘଣ୍ଟେ ମ୍ୟାରିନେଟ୍ କରିକି ରଖିବା। ଯେହେତୁ ଯେଉଁ କୋଟିଂ କରି ରଖିବା ମସଲା ସାଙ୍ଗରେ ବା ଦହି ସାଙ୍ଗରେ ସେ ଅଧଘଣ୍ଟେ ଗୋଳେଇକି ତାକୁ ଆମେ ଏମିତି ଛାଡ଼ିଦେବା। ମୋ ଚ୍ୟାନେଲ୍କୁ ନୂଆ ହେଇଥିଲେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ। ଏଠି ମୁଁ 2 ଚାମଚ ବଟର୍ ନେଇଛି। ଯେହେତୁ ମୁଁ ବଟର୍ ଫ୍ରିଜ୍ରୁ ବାହାର କରିଛି ସେଥିପାଇଁ ଟାଣ ଅଛି, ଆପଣ 15 ମିନିଟ୍ ଆଗରୁ ବଟର୍କୁ ବାହାର କରିଦେବେ। ବଟର୍ ଟିକେଟା ମୁଁ 2 ଚାମଚ ନେଇଛି, ଆଉ ଗୋଟେ ପଛରେ ନେଲି 1 ଚାମଚ, ଚାମଚର ଅଧା। ମୁଁ 2 ଚାମଚ ପାଖାପାଖି ବଟର୍ ନେଇଛି। ସେ ବଟର୍କୁ ମୁଁ ଟିକେ ଟିକେ ମେଲ୍ଟ କରିବା ପାଇଁ କରୁଛି। କରିକି ମୁଁ ଏଠି ଚିଲି ଫ୍ଲେକ୍ସ 1 ଟିସ୍ପୁନ୍ ନେଇଛି। ଯେହେତୁ ରାଗ ଅନୁସାରେ ଦେଖିକି ଖାଇବେ, ଛୋଟ ଛୁଆ ଖାଇଲେ ବେଶୀ ପକାଇବେନି। ଆଉ ମୁଁ ଏଠି ପିଜ୍ଜା ସିଜନିଂ ନେଇଛି 1/2 ଟିସ୍ପୁନ୍। ପିଜ୍ଜା ସିଜନିଂ ନଥିଲେ ଅରେଗାନୋ ବି ପକାଇ ପାରିବେ। ପକାଇକି ତାକୁ ସବୁ ମୁଁ ଗୋଳେଇ ଦେଇଛି ବଟର୍ ସାଙ୍ଗରେ। ବଟର୍ଟା ବି ମୋର ମେଲ୍ଟ କରି ଆସିଲାଣି। ବଟର୍ ସାଙ୍ଗରେ ମିକ୍ସ କରିଦେଇଛି। ଆପଣ ଥରେ ବନେଇକି ଛୁଆମାନଙ୍କୁ ଦିଅନ୍ତୁ। ଆଉ ଛୁଆମାନେ ସବୁବେଳେ କହିବେ ଆମେ ଘରେ ପ୍ରସ୍ତୁତ କରିକି ଦିଅ, ଆମେ ଖାଇବୁ। ଏ ପୁରା ମୋର ବଟର୍ଟା ମେଲ୍ଟ କରିଯାଇଛି। ମୁଁ ପୁରା ଗୋଳେଇ ଦେଲି। ମୁଁ ଏଠି ଦେଖନ୍ତୁ ମୁଁ ତାଟିଆ ବା କଟୋରୀ ନେଇଛି, ବା ଯଦି ଥିବ କଟର ନେଇପାରିବେ କଟର। ମୁଁ ଏଠି ସେଥିରେ ବ୍ରେଡ଼୍କୁ ଯେଉଁ 4ଟା ପିସ୍ ବ୍ରେଡ଼୍କୁ ଏମିତି ଏମିତି ଗୋଲ ଗୋଲ କରିକି କାଟି ଦେଇଛି ସବୁ କଟରରେ। ଟିକେ ଜୋରରେ ପ୍ରେସ୍ କରିବେ, ନହେଲେ ସିଏ କଟିବନି। ଏ କାଟିଦେଲି 4ଟା ଯାକ କାଟିକି ମୁଁ ଏଇ ଯେଉଁ ଗୋଲ ଗୋଲ କରି ସବୁ ରଖିଛି ଏଠି ଥାକ କରିକି। ଆଉ ଗୋଟେରେ ମୁଁ ଏଠି ଗୋଟେ ଛୋଟ, ମୋର ତାଠୁ ଛୋଟ ଦରକାର ଟିକେ, ମୁଁ ଏଠି ମୋର ଗୋଟେ ମସଲାର କଭର୍ ଥିଲା ବା ଠିପି ଥିଲା ବା ଢାଙ୍କୁଣୀ ଥିଲା, ମୁଁ ସେଇଟାକୁ ତାକୁ ପ୍ରେସ୍ ଦେଇକି କରୁଛି। ଏଇ ମୋର କେତେ ସୁନ୍ଦର ହେଇଗଲା। ଏମିତି ଗୋଟେ ରଖିବା ତଳେ, ତା ଉପରେ ଏଇଟା ଥୋଇଦେବା। ଏଇ ମୋ 2ଟା କଟୋରୀ ମୁଁ ନେଇଛି, ଏଇଭଳିଆ ନେବେ, ଗୋଟେ ବଡ଼ ଆଉ ଗୋଟେ ଛୋଟ। ଏଇଟା ଟିକେ ପ୍ରେସ୍ ମୁଁ ତାର ଛୋଟ, ହଁ ତାଠୁ ଛୋଟ ହେଇଗଲା। ଏଇଟା ଟିକେ ମୁଁ ଭଲକି ପ୍ରେସ୍ କରିନଥିଲି, ଦେଖନ୍ତୁ ମୋର ହେଇନଥିବ। ପୁଣି ଆଉ ଥରେ ଟିକେ ପ୍ରେସ୍ କରିଦେଲେ ଜୋରରେ ସେ କଟର ଭଳିଆ କଟିଯିବ। ଯଦି କଟର ଥିବ ତାହେଲେ କଟରରେ କାଟିଦେବେ। ଏଇଭଳିଆ ମୁଁ ମୋର ଏମିତି ଲଗେଇ ଦେଇଛି, ରଖିଦେଇଛି କାଟିକି ସବୁ। ମୁଁ ଏଇଠି ଗୋଟେ ପ୍ୟାନ୍ ନେଲି। ଏଇ ଯେଉଁ ପନିରକୁ ଗୋଳେଇକି ରଖିଥିଲି ବା ମ୍ୟାରିନେଟ୍ କରି ରଖିଥିଲି, ପ୍ୟାନ୍ରେ ତେଲ ପକାଇବାନି। ଯେହେତୁ ଆମର ସୋରିଷ ତେଲ ପକାଇଛି ମୁଁ 1 ଚାମଚ, ମୁଁ ସେଇ ତେଲରେ ମୋର ହେଇଯିବ। ମୁଁ ଏଠି ପନିରରୁ ଟିକେ ପାଣି ବାହାରିଲା ପର୍ଯ୍ୟନ୍ତ, ମାନେ ପନିରଟା ପାଣି ଶୁଖିଗଲା ପର୍ଯ୍ୟନ୍ତ ମୁଁ ଏଠି ପନିରକୁ ଟିକେ ହାଲକା ଫ୍ରାଏ କରିଦେବି। ଯେହେତୁ ବିଲାତି, ପିଆଜ ସବୁ ଟିକେ ଫ୍ରାଏ ହେଇଯିବ ତା ସାଙ୍ଗରେ ମସଲା ସାଙ୍ଗରେ। ମୋର ହେଇଗଲା ପରେ ମୁଁ ତାକୁ କାଢ଼ିକି ରଖିଦେଇଛି। ମୁଁ ଏଠି ଦେଖନ୍ତୁ କେମିତି ବଟରରେ ମାରିଛି। ସେ ଯେଉଁ ବ୍ରେଡ଼୍ ଗୁଡ଼ାକ ଯେଉଁ ଗୋଲ ଗୋଲ କରି କାଟିଥିଲି, ସେଇ ଗୋଲରେ କି ମୁଁ ବଟର ଯେଉଁ ଚିଲି ଫ୍ଲେକ୍ସ, ଅରେଗାନୋ ବା ପିଜ୍ଜା ସିଜନିଂ ମାରିକି ରଖିଥିଲି ତାକୁ ମୁଁ ଲଗେଇକି କେମିତି ରଖୁଛି ସବୁ। ମୋ ଚ୍ୟାନେଲ୍ ମୋତେ ସପୋର୍ଟ କଲେ ମୁଁ ଏଇଭଳିଆ ନୂଆ ନୂଆ ଭିଡ଼ିଓ ଆଣିକି ଆପଣଙ୍କ ପାଖରେ ରଖିବି। ଏମିତି କରିବା। ତାପରେ ମୁଁ ଟମାଟୋ ଚିଲି ସସ୍ ରଖିଥିଲି, ଖାଲି ଟମାଟୋ ସସ୍ ବି ହେବ, ନହେଲେ ଟମାଟୋ ଚିଲି ସସ୍। ମୁଁ ଏଥିରେ ଗୋଟେ ସ୍ପୁନ୍ ଏମିତି ଟିକେ ଟିକେ ପକାଇକି ତାକୁ
ତା ଦେହରେ ମିଶାଇ ଦେଇଛି, ପୁଣି ବଟର ଉପରେ ମାରି ଦେଇଛି। ସବୁ ଏମିତି ପୁରା ମାରିଛି। ଆଉ ଟିକେ ଟିକେ ଯେତେବେଳେ ଯଦି ଦରକାର ଆଉ ଟିକେ ଟିକେ ବି ଲଗେଇକି ଟମାଟୋ ସସ୍ ବା ଚିଲି ସସ୍ ମିଶାଇକି ଲଗେଇ ପାରିବେ। ଛୋଟ ଛୁଆଙ୍କୁ ସବୁବେଳେ ଟିଫିନ୍ କି ସବୁବେଳେ ସନ୍ଧ୍ୟାବେଳେ କିଛି ଖାଇବା ପାଇଁ ଦେବା ପାଇଁ କି ସ୍କୁଲକୁ ଟିଫିନ୍ ଦେବା ପାଇଁ ଆମକୁ ଏଇ ଟାଇପ୍ର ନୂଆ ନୂଆ କଲେ ଛୁଆମାନେ ବି ଖୁସି ହେବେ ଖାଇବା ପାଇଁ। ଏଇଠି ପୁଣି ଆଉ ଟିକେ ଟିକେ ଦେଇଛି, ଯେହେତୁ ମୋର ସରିଗଲା, ଅଳ୍ପ ଟିକେ ପକାଇଥିଲି ସେଠୁ ନେଇଯାଇଥିଲି। ଏଠି କୋଟିଂ କରିକି ଲଗାଇ ଦେଇଛି। ତା ଉପରେ ସେ ଯେଉଁ ମୁଁ ଗୋଲର ରାଉଣ୍ଡ ଗୋଲ ଗୋଲ କରି ରଖିଥିଲି ତା ଉପରେ ଥୋଇ ଦେଇଛି। ତ ଟିକେ ଚାପିଦେବା, ନହେଲେ ଖସି ପଡ଼ିବ। ଟିକେ ହାଲକା ଚାପିବେ, ଜୋରରେ ଚାପିଦେଲେ ଭାଙ୍ଗିଯିବ। ହାଲକା ଟିକେ ଚାପିଦେଲି। ତାପରେ ଯେଉଁ ପନିର ଯେଉଁ ମସଲାଟା ମୁଁ କରିଥିଲି ସେଇ ତାରି ଉପରେ ଦେଇଲି। ବେଶୀ ଫୁଲ୍ ପୁରା ଉପରେ କଭର୍ କରିକି ଦେବେନି, କାହିଁକିନା ଆମକୁ ଚିଜ୍ ବି ପକାଇବାର ଅଛି। ସେଥିପାଇଁ ତା ଉପରେ ଉପରେ 1.5 ଚାମଚ ପାଖାପାଖି ମୁଁ ଏଠି ପକାଇଛି। ପକାଇକି ଆଉ ପିଆଜ କ୍ୟାପ୍ସିକମ୍ ବେଶୀ ବଡ଼ ବଡ଼ ବି କରିବେନି। ମୁଁ ପନିର ଯେମିତି ଛୋଟ ଛୋଟ କରିଛି କ୍ୟୁବ୍ସ ଆକାରରେ, ସେଇଭଳିଆ ପିଆଜ କ୍ୟାପ୍ସିକମ୍ କରିବେ, ନହେଲେ ହେବନି। ମୁଁ ଏଠି ମୋଜରେଲା ଚିଜ୍ ମୋ ପାଖରେ ଅଛି, ମୁଁ ତାକୁ ସବୁ ପକାଉଛି। ଯେପରି ପିଜ୍ଜା ଯେମିତି ଲାଗିବ ସେଇ ଟାଇପ୍ର ପୁରା ଲାଗିବ। ତଳଟା ବି କ୍ରିସ୍ପି ହେବ ଭଲ, ଛୁଆ ବି ଖାଇବା ପାଇଁ ବହୁତ ଖୁସି ହେବେ। ମୁଁ ଏଠି ମୋଜରେଲା ଚିଜ୍କୁ ଛୋଟ ଛୋଟ କାଟିକି ଏଠି ରଖିଛି, ଆପଣ ନହେଲେ କୋରିକି ବି ପକାଇ ପାରିବେ। ମୁଁ ଗୋଟେ ପ୍ୟାନ୍ ନେଲି, ସେଇ ଗୋଟେ ପ୍ୟାନ୍ ନେଇଛି, ସେଥିରେ ତେଲ ଆଉ ବଟର ମିଶାଇକି ରଖିଛି। ସେଇଥିରେ ମୁଁ ଚାମଚେ ପକାଇଲି। ପକାଇକି ଟିକେ ଗରମ ହୋଇଗଲା ପରେ ମୁଁ ଏଇ ଯେଉଁ ପିଜ୍ଜା କରିଥିଲି ସେ ତାକୁ ମୁଁ ତୁଲେଇଲି। ଯେହେତୁ ମୁଁ ଉଠେଇ ହେଉନି, ମୁଁ ଏଇ ଦେଖନ୍ତୁ କେମିତି ଆଣିକି ତାକୁ ସବୁ ରଖୁଛି ଗୋଟେ ଗୋଟେ ପ୍ୟାନ୍ରେ ରଖିକି ମୁଁ ତାକୁ ଢାଙ୍କି ଦେଇଛି, ସିମ୍ କରିଛି। ବେଶୀ ଜୋରରେ ଦେବେନି, ତଳଟା ପୋଡ଼ିଯିବ। ଆଉ ଉପର ଯେଉଁ ଇଏଟା ଚିଜ୍ଟା ମେଲ୍ଟ କରିବନି, ସେଥିପାଇଁ ସିମ୍ କରିଦେବେ। ସିମ୍ କରିକି କିଛି ସମୟ ପାଇଁ 3 ମିନିଟ୍ରୁ 4 ମିନିଟ୍ ଦେଖୁଥିବେ, ଯେମିତି ଉପରେ ଇଏ ହେଇଯିବନି, ନହେଲେ ତଳଟା ପୋଡ଼ି ଯାଉଥିବ, ଉପରଟା ହେଉନଥିବ। ଜୋରରେ ଜମା ଦେବେନି। ମୋର ହୋଇଗଲାଣି, ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ମୁଁ ତାକୁ କାଢ଼ିକି ଏଇ ସବୁ ସର୍ଭ କରୁଛି। ଆପଣ କେମିତି ଲାଗିଲା କରିକି ମୋତେ କମେଣ୍ଟରେ ଜଣାଇବେ, ଯେ ଆପଣଙ୍କ ଛୁଆମାନେ କେମିତି ଲାଗିଲା ତାଙ୍କୁ ସବୁ ମୋତେ ଜଣାଇବେ।